लोकटा बाबू आ छोट लोक मान नजरटा सब बेले पाद मो नजर केमी एपण पादे रही कहले अरे भल कथा तो कहूँ छुईला बेलू मो देहरे एत सिहरण सृष्टि जाऊँ कहीं सहित कथा बेलू मो भर उत्फुल्लित हो जाऊँ चली जाए मो बाबा बचे किंतु आम माँ पुओ को पाखे ना तो बड़ी पुओ को छाड़ी जो बाप दूर थी से पस्तौथब केबे भी सुखरे नथब कथा कण कि घर छाड़ी के बाहर एत समय रही तो से मुझे व्यस्त हो छड़ा नुआ घर नुआ बाबू मैंने मत पसंद कि नहीं से कथा छाड़ा फोन कर कहीदे ये समस्ते पसंद कर सी कौन मो कथा को विश्वास कर मो बोर मो कथा जमा विश्वास थे मत मैंने सब बेले कह तू कौटी रही तू कौ कम करू सी मो कथा जमा विश्वास कर दे मु फोन कर कहीदे आपण मो माँ सागर कथा असुविधा कौटे अच्छी बाबू आपण मो माँ सागर कथा हाँ दे फोन लगे दे कहीदेवी तुम पुआ भारी भल पिला ये समस्ते पसंद कर फोन लगे दे मु कर दूची हेलो तो माँ कौन किसी कहूना बुढ़ी लोग भल से शुभ नथिक बड़ पार्टी कहूना हेलो आउ टे बड़ पार्टी कह मत टे हेलो ए बुढ़ी तो कौन किसी शुभुनी ना अरे बाबूकर कंठस्वरटा सेमती अरे भला मनुष्य मो सदा जीवन में क्या सहित कथा है केते बड़ लोक संगे से कथा होची तोटा धरिब एवं डर कथा कथा बाबू कथा केमिति अछ अब पुआ भारी भल पिला प्रथम देखारे से मो मन मो पाखरे मो पुआ है तो आउ किछि कहलेनी एतिके मेरा बुढ़ी रो चिंता उड़ी जाई तब बुढ़ी जीव काहे केते दिन पर से कथा होची चिंता कर आगे तू आज घर को जा बाबू कि तू काली तो मो न कहिबा चाहे तू घर को जे ले बाबा जतोड़ मन हो चाहिए ठीक मां को देखि आसी बाबू 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 ठीक बाबू एटा आपको स्थान अरे एटा तो बाबू ये दामी क्या सा ये मोर कौन अरे एमती केते साल मो अलमारी रे भर्ती जमती घरे रखिबा पे जागा तू एटा नै जा तो मां को दबो शीत दिने करिए बाबू
ଅଶେଷ ଅଶେଷ ଧନ୍ୟବାଦ ଜଗନ୍ନାଥ, ତମକୁ ଅଶେଷ ଅଶେଷ ଧନ୍ୟବାଦ। ତମେ ଆଜି ମୋ ସାଙ୍ଗରେ ମୋ ବାପାଙ୍କର କଥା କରେଇ ଦେଲନି ଯେ ମୋର ଅଧା ବୋଝ ତମେ ହାଲକା କରିଦେଲ। ହଁ, ତମକୁ ଅଶେଷ ଅଶେଷ ଧନ୍ୟବାଦ ଜଗନ୍ନାଥ, ତମକୁ ଅଶେଷ ଅଶେଷ ଧନ୍ୟବାଦ। এইটা খালি সালু হলো, এইটা হচ্ছে বাবাଙ୍କ জীবন চাহুছি বঞ্চিবা ଦେଇକି କହିଲେ ନେଇ ଯା ତୋ ବୋଉକୁ ଦେଇଦେବୁ। ଏ ବୋଉ, ତତେ କ'ଣ କହିଥିଲି? ତୋ ଆଖିରୁ ଲୁହ ଶୁଖିବ, ତୋ ହସ ଫେରିବ। ମୁଁ ଯାହା କହିଥିଲି ଧୀରେ ଧୀରେ ହଉଛି ନା ନାଇଁ? ସବୁ ଜନ୍ମରେ ମହାଦୀ ପରି ପୁଅଟେ ମତେ ମିଳୁଥାଉ। ମୁଁ ତତେ ଆଉ କିଛି ମାଗୁନି। ଦେଖିବା ପାଇଁ ଭିଲିଆନ ଭଳି ହେଲେ ଛାତି ଭିତରେ ଗୋଟେ ସୁନ୍ଦର ହୃଦୟଟେ ଲୁଚି ରହିଛି। ହଁ, ନିଜେ ହସୁଥାନ୍ତି କିନ୍ତୁ ସାମ୍ନାରେ ଥିବା ଲୋକକୁ ଖୁବ ସୁନ୍ଦର ଭାବରେ ସେ କନ୍ଦେଇ ପାରନ୍ତି। ବାବାରେ, ଏ ଦୁନିଆଟା ପରା ସେଇଆ ଯେ ଉପରକୁ ଯେତେ ସୁଖୀ ଦେଖାଯାଉଥାଏ ସେ ତାଠାରୁ ବେଶୀ ଦୁଃଖ ତା ପକେଟରେ ରଖି ବୁଲୁଥାଏ। ଜାଣିଛୁ ବୋଉ, ବାପାଙ୍କର ଗୋଟେ ଝିଅ ଅଛି। ଝିଅଟେ ଅଛି? ବାବା ଏଡ଼ିକି ଟିକେ ସୁନ୍ଦରୀଟା, ଅଳ୍ପ ବୟସର ମଦ ପିଉଛି। ମତେ ଚିହ୍ନିନି, ନିଶାରେ ମତେ ୟାଡୁ ସାଡୁ ବ୍ୟବହାର କଲା। ଇଚ୍ଛା ହଉଥିଲା ଏକ ଚାବୁଡ଼ା ଦେବି ତା ନିଶା ଖୋସେଇ। ଆରେ ତୁ ସେଠି କାହିଁକି ଯାଇଛୁ, କ'ଣ ପାଇଁ ଯାଇଛୁ, ସେ କଥା ତୋର ମନେ ଅଛି ନା ଭୁଲିଗଲୁ? ମନେ ଅଛି ଲୋ ବୋଉ, ଗୋଟି ଗୋଟି କରି ମୋର ସବୁ କଥା ମନେ ଅଛି। ମୋର ପ୍ରଥମ କାମ ବାପାଙ୍କ ଚାରିପଟେ ଥିବା ଶତ୍ରୁମାନଙ୍କୁ ବିନାଶ କରିବା। ଆମର ଦ୍ୱିତୀୟ କାମ ଶାନ୍ତି ଦେବୀଙ୍କ ରାଗ ଦେଖ। ତୋର ଯେତେ ମାରିବାର ଅଛି ମୁଁ ଏଠି ଠିଆ ହେଇଛି ତୁ ମାର, ହେଲେ ତୁ ଦୌଡ଼ା ଦୌଡ଼ି କରନା, ତୋ ଦେହ ପରା ଭଲ ନାହିଁ। ଏବଂ ଗଲ ଖାଇବା ବାଡ଼ିବୁ, ସକାଳୁ ତ ଆଦି କିଛି ଖାଇନି, ବାଡ଼ିରେ ଆମେ ସାଙ୍ଗ ହେଇ ମିଶିକି ଖାଇବା। ଯା। ମୁଁ ବି ସକାଳୁ ପୂର୍ବରୁ କିଛି ଖାଇନି, ମୁଁ ଯାଉଛି ଭାତ ବାଢ଼ିଦେ, ମା ପୁଅ ସାଙ୍ଗ ହେଇ ବସି ଖାଇବା। ମେଡିକାଲ ରିପୋର୍ଟ ଓ ମୋ ବୋଉର ହେଲେ ନା ମତେ କ'ଣ ଧରେଇଲୁ? ଡାକ୍ତର ଦେଖେଇଲୁନି? ଆରେ ମେଡିସିନ ଆଣିଲୁନି? ଦେଖେଇଛି କିନ୍ତୁ ମେଡିସିନ ଆଣିନି। ତାଇ ପାଖରେ ଟଙ୍କା ନାହିଁ ନା କ'ଣ? ନାଇଁ, ସେ କଥା ନୁହଁ। ଡକ୍ଟର କହିଲେ ଯେତେ ଶୀଘ୍ର ମାଉସୀକି ବଡ଼ ଡାକ୍ତରକୁ ଦେଖିବା ପାଇଁ। କାଇଁ କ'ଣ ହେଇଛି ମୋ ବୋଉ? ତତେ କ'ଣ ପଚାରୁଛୁ ପୁରା କ'ଣ ହେଇଛି ମୋ ବୋଉ? ମାଉସୀର କ'ଣ ମାଉସୀ? ତତେ କ'ଣ ପଚାରୁଛୁ ମାଉସୀର କହି କ'ଣ? ମାଉସୀର ଆମେ ତୁ କାନ୍ଦୁଛୁ କ'ଣ? ହେ ସାଙ୍ଗ, କ'ଣ ହେଇଛି ମୋ ବୋଉ? ହେଇ ହେ ସାଙ୍ଗ, ଭାଇ ଜାଣିଛୁ ଆଜି ସକାଳୁ ମୋ ବୋଉ ବହୁତ ଖୁସି। ମୋ ବୋଉ ଅଛି ବାପାଙ୍କ ସାଙ୍ଗରେ କଥା ହେଇଛି। ଏଇ ଦେଖୁନ, ଦେଖ 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 ଦେଖ, ବୁଢ଼ୀର ପାଦ ଆଉ ତଳେ ଲାଗୁନି, ସବୁ ପଛ କଥା ସେ ଭୁଲି ଯାଏ। ଏ ସାଙ୍ଗ, କହ ମୋ ବୋଉର କ'ଣ ହେଇଛି? ଆମେ ତ କହୁନୁ, ଆମେ କହ ମୋ ବୋଉର କ'ଣ ହେଇଛି? ମାଉସୀ କ୍ୟାନ୍ସର।
ମଣିଷ ଗୁଡ଼ା ବି ମୋର ପସନ୍ଦ ଆଦି ମୋର ପସନ୍ଦ ଡାଡି ସେଇଟା ଗୋଟେ ଗୁଣ୍ଡା ଜନ୍ମରୁ କେହି ଗୁଣ୍ଡା ବଦମାସ ହେଇନଥାନ୍ତି ଡାଡି କ୍ରିମିନାଲ ମାନଙ୍କୁ ବହୁତ ବେଶୀ ତୁ ଜାଣିଛୁ ମୁଁ ଆଦିକୁ ଯେତିକି ଜାଣିଛି ତାଙ୍କ ଭିତରେ ଗୋଟେ ଭଲ ମଣିଷ ଲୁଚି ରହିଛି ଚୁପ କର ମୋ ସହିତ ଯୁକ୍ତି କରିବାକୁ ମୋର ସମୟ ନାହିଁ ମୁଁ ତ ଡାଡି ତ ଭଲ ମନ୍ଦ ଚିନ୍ତା କରିବା ମୋର କର୍ତ୍ତବ୍ୟ ତ ସୁଖ ଚିନ୍ତା କରିବା ମୋର ଦାୟିତ୍ୱ ମୁଁ ବି ଆଉ ପିଲା ହେଇନାହିଁ ଡାଡି ମୋ ପାଇଁ ଗୋଟେ ଭଲ ଲାଇଫ ପାର୍ଟନର ଖୋଜିବା ବି ମୋ ଦାୟିତ୍ୱ ବେଟିକା ମୋତେ ବିଶ୍ୱାସ କରନ୍ତୁ ଡାଡି ମୁଁ ଆପଣଙ୍କୁ ଭରସା ଦଉଛି ଆଦି ସେମିତିକା ମଣିଷ ନୁହେଁ ଯାହାକୁ ଜୀବନ ସାଥୀ କଲେ ମୋତେ ସାରା ଜୀବନ ଅନୁତାପ ନିଆଁରେ ଚଳିବାକୁ ପଡ଼ିବ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଡାଡି ଯୋଉ ଆଦିକୁ ଆପଣ ଗୁଣ୍ଡା ବଦମାସ କହି ଘୃଣା କରୁଛନ୍ତି ଦିନ ଆସିବ ଆପଣ ତାକୁ ଦେଖି ଗର୍ବ କରିବେ ମୁଁ ତାକୁ ବଦଳେଇ ଦେବି ଡାଡି ତୁ ତାକୁ ବଦଳେଇ ଦେବୁ ନା ତାକୁ ଜୀବନ ଦେବୁ ଡାଡି ବୁଝିଲୁ କ୍ରିମିନାଲ ମାନେ ବହୁତ ତୁ ବେଶୀ ଜାଣିଛୁ ନା ଆରେ ସେ ଯୋଉ ଲାଇନରେ ପାଦ ଦେଇଛି ସେଠି ସମ୍ପର୍କ ଭଲ ପାଇବାର ସ୍ଥାନ ସମ୍ପର୍କ ସେମାନଙ୍କୁ ଦୁର୍ବଳ କରିଦିଏ ଭଲ ପାଇବା ସେମାନଙ୍କ ପାଦରେ ଜଞ୍ଜିର ହେଇ ବେଡ଼ି ପକାଏ ଯଦି ପାରୁଛୁ ତୁ ତାକୁ ଭୁଲି ଯାଉ ଚେଷ୍ଟା କର ଅସମ୍ଭବ ମୁଁ ଆଦିକୁ ସେଇଦିନ ଭୁଲିଯିବି ଯୋଉ ଦିନ ଠାରୁ ଏ ଦୁନିଆ ମୋତେ ଭୁଲିଯିବ ବୁଝା ହଉନି ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର ତୁ ଆଦିକୁ କେତେ ଜାଣିଛୁ ସେ କଥା ମୁଁ ଜାଣିନି ହେଲେ ମୁଁ ଯେତିକି ଜାଣିଛି ଆଦି ଗୋଟେ ନିଆଁ ହୁଳା ସାମ୍ନାକୁ ଯିଏ ଆସିବ ସେ ତାକୁ ପୋଡ଼ି ଜାଳି ପାଉଁଶ କରିଦେବ ସେ ଉତ୍ତପ୍ତ ସୂର୍ଯ୍ୟପିଣ୍ଡକୁ ପ୍ରେମ ଭଲ ପାଇବାର ସ୍ପର୍ଶ ଦେଇ ତୁ ଶୀତଳ କରିଦେଲେ ସାମାନ୍ୟ ମାଙ୍କଡ଼ଟାଏ ବି ତାକୁ ପାଚିଲା ଫଳ ଭାବି ଖାଇଦେବ ତୁ ତାକୁ ଭୁଲି ଯିବାକୁ ଚେଷ୍ଟା କର ଯଦି ତାକୁ ସତରେ ଭଲ ପାଉଛୁ ତାହେଲେ ତାକୁ ଭୁଲି ଯା ସେଥିରେ ତୋ ସହିତ ତାର ବି ମଙ୍ଗଳ ହବ ତା ଘରେ ଆଦିର ଶତ୍ରୁମାନେ ତାକୁ ପ୍ରେମିକ ରୂପରେ ଜାଣିଲେ ତା ଜୀବନ ସହ ଖେଳିବେ ମୁଁ ବି ଆପଣଙ୍କୁ ଖୋଲି କହିଦେଉଛି ଡାଡି ମୁଁ ଆଦିଙ୍କ ମନ ସହିତ ଖେଳିବା ପାଇଁ ତାଙ୍କୁ ମନ ଦେଇନି ମୁଁ ତାଙ୍କୁ ଭଲ ପାଏ ଜୀବନ ସାରା ଭଲ ପାଉଥିବି କଥା ହେଇପାରିବନି କିନ୍ତୁ କାହିଁକି କଥା ହେଇପାରିବନି ସାର୍ କୁହନ୍ତୁ କାହିଁକି କଥା ହେଇପାରିବନି ସେ କାରଣ ସେ ମୋ ଝିଅ ଜଣେ ପୋଲିସ ଅଫିସରର ଝିଅ ଆଉ ତମେ ସାର୍ ଲଭ୍ ଷ୍ଟୋରିରେ ଲଭ୍ ଟ୍ରାକ୍ଟା ସବୁବେଳେ ଦୁଇ ପ୍ରକାରର ଥାଏ ହିରୋ ଯଦି ଜେଣ୍ଟଲମ୍ୟାନ୍ ତାହେଲେ ହିରୋଇନ୍ ହେଉଛି ଭିଲିଆନ୍ର ଝିଅ ଆଉ ହିରୋ ଯଦି ଗୁଣ୍ଡା ତାହେଲେ ହିରୋଇନ୍ ହେଉଛି ସେ ଜେଣ୍ଟଲମ୍ୟାନ୍ର ଝିଅ ଧରି ନିଅନ୍ତୁ ଆମ ଲଭ୍ ଷ୍ଟୋରିଟା ସେଇ ସେକେଣ୍ଡ ଟାଇମ୍ ଇମ୍ପସିବଲ୍ ଅନ୍ତତଃ ପକ୍ଷେ ମୁଁ ବଞ୍ଚି ଥାଉ ଥାଉ ଏ ଲଭ୍ ଷ୍ଟୋରିକୁ ଆଗକୁ ଯିବାକୁ ଦେବିନି ଆମ ଲଭ୍ ଷ୍ଟୋରି ଆଉ ଷ୍ଟାର୍ଟିଂ ପଏଣ୍ଟରେ ନାହିଁ ଆମ ଲଭ୍ ଷ୍ଟୋରି କ୍ଲାଇମ୍ୟାକ୍ସ ଧରିବାକୁ ବସିଲାଣି ଆଉ ଏବେ ଆମ ଷ୍ଟୋରିରେ ଝିଅ ବି ଏଣ୍ଟ୍ରି କରିବ ତାକୁ ଭିଲାନ ବୋଲି କୁହାଯିବ ମୁଁ ଯଦି ଭିଲେନ୍ ହେବି ତାହେଲେ ମୋର ପ୍ରଥମ ଶିକାର ହବ ତମେ ଜୀବନରେ ଅନେକ ଏନକାଉଣ୍ଟର କରିଛି କିନ୍ତୁ କାହାର ଜୀବନ ନେଇନି ତମେ ମୋର ପ୍ରଥମ ଏନକାଉଣ୍ଟରର ଶିକାର ହବ ଯିଏ ଗୁଳି ଖାଇବ ଆଉ ମରିବ ଗୁଳି କରନ୍ତୁ ସାର୍ ହେଲେ ଗୁଳି କଲାବେଳେ ଟିକେ ଦେଖିକି ଗୁଳି କରିବେ ଗୁଳିଟା ଯେମିତି ମୋ ଛାତିରେ ନ ବାଜେ କାହିଁକି ନା ଛାତିରେ ମୋ ପ୍ରେମିକା ଅଛି ମାନେ ଆପଣଙ୍କ ଝିଅ फालतू कहानी मत सुने मत काटे वो भलरे भलरे कौच पछियो को भूली जा ଜାଣିଛନ୍ତି ସାର୍ ମୁଁ ଦିନେ ମଜାକରେ ପ୍ରୀତିକାକୁ କହିଲି ଯେ ତମେ ମୋତେ ଭୁଲି ଯାଅ ଆଉ ସିଏ ମୋତେ କ'ଣ କହିଲେ ଜାଣିଛନ୍ତି ମୋ ଆଦିକି ମୁଁ ସେଇଦିନ ଭୁଲିବି ଯୋଉଦିନ ଏ ଦୁନିଆ ମୋତେ ଭୁଲିଯିବ ଆଉ ତା ମାନେଟା କ'ଣ ଜାଣିଛନ୍ତି ଗୋଟେ ମଣିଷକୁ ଏ ଦୁନିଆ ସେଇଦିନ ଭୁଲେ ଯୋଉଦିନ ସେ ମଣିଷର ଚୁଇ ଚଳେ କାହିଁକି ପାଗଳ ହେଲେ ସାର୍ ପାଗଳ କରିଦେଉନାହାନ୍ତି ଗୋଟେ ରାତିକି ନାତୁଣୀ ହେଇଯିବ ବାସ୍ ପିଠିରେ ବସେଇ ବୁଲେଇବେ ବିପି ସବୁବେଳେ କଣ୍ଟ୍ରୋଲରେ ରହିବ ମାରନ୍ତୁ ମୁଁ ତ ଚାହୁଁଛି ମୋତେ ମାରନ୍ତୁ କାହିଁକିନା ମୁଁ ମରିଗଲା ପରେ ଦୁନିଆ କହିବ ଗୋଟେ ପାଗଳ ପ୍ରେମିକ ଥିଲା ନା ତାର କିଛି ଦୋଷ ଥିଲା ନା କିଛି ଭୁଲ ଥିଲା ଗୋଟେ ଝିଅକୁ ପାଗଳ ଭଳି ଭଲ ପାଉଥିଲା କେତେ କାହାକୁ ମାରୁଥିଲା କେତେ କାହାକୁ ପିଟୁଥିଲା ହେଲେ ସେଇ ଝିଅ ବାପା ହାତରେ ଗୁଳି ଖାଇ ସବୁଦିନ ପାଇଁ ଶହୀଦ ହେଇଗଲା ମାରନ୍ତୁ ସାର୍ ମାରନ୍ତୁ ସାର୍ ମାରନ୍ତୁ ମୋତେ हाथ छोड़ुछि तमे मो झियो को भूली जा से भी मोर एकमात्र सदा भरोसा ता आखिरे लुह देखिले मु केबे सही परिबि तुमको जीवन साथी कले से जीवन सारा दान দিব आखिरे लुह छरेबो तमे कहो ए কথা ছাড়ি সাল পরে মু কোন করবি তব ধন্দা যাহা তব আয়ুষ জব পখরিলু পাবলিক হাতরে तुमको किए केतेबेले मारिबो से कथा कबो शत्रु को जणे
ଅଛି କାହାର ହବ ଖାଲି କାନ୍ଦିବ ଜୀବନ ସାରା ଆଖିରୁ ଖାଲି ଲୁହ ଝରେଇବ ଏ ବାବୁ ପ୍ରୀତିକା ଯେମିତି ମୋ ଝିଅ ତମେ ବି ସେମିତି କାହାର ପୁଅ ତମେ କଣ ନହେଲେ ମୋର କିଛି ବି ଅବଜେକ୍ସନ ନାହିଁ ମୋ ବନ୍ଧୁକର ଗୋଟେ ଗୁଳି ଯଦି ତମ ମାଆକୁ ଟାର୍ଗେଟ କରେ ମୋ ଝିଅ ତମକୁ ଭଲ ପାଏ ପ୍ରେମିକା ମାନେ ପୃଥିବୀର ସର୍ବଶ୍ରେଷ୍ଠ ପାଗଳି ଆଉ ପ୍ରେମ କଥା ଝିଅମାନଙ୍କ ପାଇଁ ସେମାନଙ୍କୁ ଜନ୍ମ କରିଥିବା ବାପା ମା ମାନେ ପୃଥିବୀର ନମ୍ବର 1 ଭିଲେନ ଜାଣିଛି ମୋ ଝିଅ ମୋ କଥା ଶୁଣିବନି ସେ ମୋତେ କନ୍ଦେଇବ କାରଣ ମୁଁ ତାକୁ ବହୁତ ଭଲ ପାଏ ଠିକ ଯେମିତି ତମେ ତମ ମାଆକୁ ଭଲ ପାଏ ମୋ ଝିଅ ତମ ବିନା ବଞ୍ଚିପାରିବନି ତମ ବିନା ତମ ମା ବଞ୍ଚିପାରିବନି ମୋ ଝିଅ ବିନା ମୁଁ ବି ବଞ୍ଚିପାରିବିନି ମୋ ଝିଅ କାନ୍ଦିବ ମୁଁ ମରିବି ତା ପୂର୍ବରୁ ମୁଁ ତମ ମାଆକୁ ମାରିଦେବି ଆଉ ମୋଦି ମୋ ମା ବିରୁଦ୍ଧରେ କହିଦେବୁ ତ ଜୀବନଟାକୁ ଛିଣ୍ଡାଇ ଫୋପାଡ଼ି ଦେବି ଘରେ କହୁଛି ମୋ ଝିଅକୁ ଭୁଲି ଯା ନହେଲେ ତୋ ମାଆକୁ ଭୁଲି ଯା ମାରିଦେବି ତତେ ମାରିବ ତୋ ମା ମାରିଦେବି ମୁଁ ତାକୁ ମାରିଦେବି ସେଇଟା ମୋ ମା ବିଷୟରେ କହିବୁ ମାରିଦେବି ଗୁଳି କରି ମାରିବି ଗୋଟେ ସୁପାରି କିଲରକୁ ଗୋଟେ ଆମର ସୁପାରି ଦେଇଦେଲେ ସେ ତୋ ମାର ଗଳା କାଟିବେ ସ୍ୱଚ୍ଛ ଦେବି 25 ଲକ୍ଷ ସ୍ୱଚ୍ଛ ଦେବି ପଚିଶ ଲକ୍ଷ ତୁ 25 ଲକ୍ଷ साहस से बेचारा वो डैडी को ऊपर हाथ उठाइବାକୁ तू कह ମୁଁ କୋଟି ଟଙ୍କା ଆଣିବି କୋଉ ଭାରି ମୁଁ କୋଟି ଟଙ୍କା ହାତୀକୁ ଦେବି ଟଙ୍କା ତମେ ଅଧିକ ଦେବ ହେଲେ କଣ ପାଇଁ ଆଉ ନହେଲେ ସେ ତୋତେ ଭୁଲିଯିବ ତୋତେ ବିବାହ କରିବନି ତମେ ମୁଁ ତାକୁ କହିଲି ମୋ ପାଖରେ ଏତେ ଟଙ୍କା ନାହିଁ ମୁଁ 25 ଲକ୍ଷ ଟଙ୍କା ଦେଇପାରିବି ରାଜି ହେଲାନି ରେ ମା ମୁଁ ବାଧ୍ୟ ହୋଇ କହିଲି ମୋ ଝିଅର ଭାବ ପ୍ରବଣତା ଦଖଲିଲେ ମୁଁ ତୋ ବିରୁଦ୍ଧରେ କୋର୍ଟକୁ ଯିବି ମୋତେ ହାତ ଉଠିବାର ମାଡ଼ ମାରିଲା ମୋତେ এইটা ଗୋଟେ ଅମଣିଷ ଏଇଟା ଜମା ମଣିଷ ନୁହଁ ମୁଁ ଜାଣିଥିଲି ତମେ ମଣିଷର ଶରୀରକୁ ଖେଳନା ଭାବି ଭାଙ୍ଗି ପାର ହେଲେ ଭାବିନଥିଲି ତମେ ମୋ ମନ ହୃଦୟ ସହିତ ବି ଖେଳିଦବ ପ୍ରୀତିକା ଭୁଲ ହେଇଗଲା ତମକୁ ଚିହ୍ନିବାରେ ମୋର ବହୁତ ବଡ଼ ଭୁଲ ହେଇଗଲା ଭାବିଥିଲି ସେ ନିଜ ମାଆକୁ ଠାକୁରାଣୀ ପରି ଭଲ ପାଏ ଭକ୍ତି କରେ ସେ ମୋ ଡାଡିଙ୍କୁ ବି ସମ୍ମାନ ଦବ ହେଲେ ତମେ ଆଜି ମୋ ଡାଡିଙ୍କ ଉପରକୁ ହାତ ଉଠେଇଦେଲ ଏତେ ସାହସ ତମର ମୁଁ ତମକୁ ଭଲ ପାଇଥିଲି ସେଇଟା ମୋ ଭୁଲ ଥିଲା ମୋ ଅପରାଧ ଥିଲା ହେଲେ ମୋ ଡାଡି କି ଅପରାଧ କରିଥିଲେ ତମ ପାଖରେ ସେଟା ଗୁରୁଜନ ଲୋକଙ୍କ ଉପରକୁ ହାତ ଉଠେଇବାକୁ ତମ ବିବେକ ତମକୁ ଟିକେ ବାଧା ଦେଲାନି ଏତେ ନିଷ୍ଠୁର ତମେ କଣ କହୁଥିଲ କୋଟିଏ ଟଙ୍କା ଦେଲେ ତମେ ମତେ ବାହା ହବ 100 କୋଟି ଟଙ୍କା ଦେଲେ ବି ମୁଁ ତମ ମୁହଁକୁ ଚାହିଁବିନି କୋଟିଏ ଟଙ୍କା ଦେଲେ ତମେ ତମ ପୁରୁଣା ପ୍ରେମିକାକୁ ଭୁଲିଯିବ ଆମର ହେଇଯିବ କାଲି ଯଦି ତମକୁ କିଏ 2 କୋଟି ଟଙ୍କା ଦେବ ତମେ ମତେ ଭୁଲି ଯାଇ ଆଉ କାହାର ବି ହେଇଯାଇପାର ତମେ ପୁରୁଷ ନା ଗୋଟେ ଦଲାଲ I say you get out ମୁଁ କହୁଛି ଯେତେ ଶୀଘ୍ର ପାରୁଛ ଏଇଟା ଘର ଧକ୍କା ମାରି ବାହାର କରିଦିଅ ଡାଡି ଲେଟ୍ କରୁଛ କାହିଁକି ଏଇ ଡାଡି ବେଶୀ ସମୟ ରହିଲେ ମୋ ମୁଣ୍ଡ ଭିତରଟା ଖରାପ ହେଇଯିବ ଯେତେ ଶୀଘ୍ର ପାରୁଛ ଏଇଟାକୁ ବାହାର କର ତାକୁ ଚାଲିଯିବି ପ୍ରୀତିକା
ବୁଝାମଣାକୁ ତମେ ଆଜି ଦୂର କରିଦେଇଛ। ମୁଁ ଭାବୁଥିଲି ଏ ଦୁନିଆରେ ଯଦି ବାପା ମାଆଙ୍କୁ ସବୁଠୁ ବେଶୀ କିଏ ବି ଭଲ ପାଏ ସେ ହଉଛି ମୁଁ, କିନ୍ତୁ ନାହିଁ ମୋ ସେ ଚିନ୍ତାଧାରାକୁ ତମେ ଆଜି ଭୁଲ ପ୍ରମାଣିତ କରିଦେଲ। ଧନ୍ୟବାଦ, ସେଥିପାଇଁ ତମକୁ ଅଶେଷ ଅଶେଷ ଧନ୍ୟବାଦ। ଆସ ଡାଡି, ଆସ। କ'ଣ କହିଥିଲି ଆଦି, ମଣିଷର ସବୁଠୁ ବଡ଼ ଶତ୍ରୁ ହେଉଛି ତା କ୍ରୋଧ। କ୍ରୋଧ ମଣିଷକୁ ବାଟ ବଣା କରିଦିଏ। ଠିକ୍ ଯେମିତି ଆଜି ତୋ ଭିତରେ ଏତେ ଭଲ ଗୁଣ ଥାଇବି এই ସାମାନ୍ୟ କ୍ରୋଧ ପାଇଁ ତୁ ଜୀବନଠାରୁ ବେଶୀ ଭଲ ପାଉଥିବା ତୋ ପ୍ରେମିକା ତୋଠୁ ଦୂରେଇ ଗଲା। Because of your anger. So don't let anger control your actions. Because one moment of anger can destroy your years of happiness. Control. Be calm. Control yourself. ସାର୍, ପିଲାଦିନେ ମୋର ବାପା ନାହାନ୍ତି। ଗୋଟେ ବାପର ତା ଛୁଆମାନଙ୍କ ପାଇଁ କର୍ତ୍ତବ୍ୟ କ'ଣ ସେ କଥା ମୁଁ ଜାଣିନି। ବାପା ଛୁଆମାନଙ୍କ ପାଇଁ କ'ଣ କରେ ସେ କଥା ବି ମୁଁ ଜାଣିନି। ହେଲେ ଆଜି ମୁଁ ନିଜ ଆଖିରେ ଦେଖିଲି ଗୋଟେ ବାପ ତା ଛୁଆ ପାଇଁ କେତେ ଅଭିନୟ କରିପାରେ। ଆପଣ ଏ ଯୋଉ ମିଛ ଅଭିନୟ କଲେନି ଆକୁ ସତ ପ୍ରମାଣିତ କରିବା ପାଇଁ ମୋତେ ବେଶୀ ସମୟ ଲାଗିନଥିଲା। ହେଲେ ଆପଣଙ୍କ ଝିଅ ଆଗରେ ଆପଣଙ୍କ ବାପ ପଣିଆଟା ହାରିଯାଉ ସେଇଟା ଆଦି ଚାହିଁଲାନି। ସେଇଥିପାଇଁ ଆଦି ତା ଜୀବନରେ ପ୍ରଥମ ଥର ପାଇଁ ଜାଣି ଶୁଣି ହାରିଲା। ଆସୁଛି ସାର୍, ये होची मो आते। ଜାଣିନ ଜାଣିକି ଅଭିନୟ କରୁଛ। ସେତିକି ପଚାରୁଛି ସେତିକି କାଲି ରାତିରେ କୋଉଠି ଥିଲୁ? ହୋଟେଲରେ ପାର୍ଟି ଥିଲା। ମିଛ କହୁଛୁ। ମାନେ କାଲି ରାତିରେ କୋଉଠି ଥିଲୁ? ଓଡ଼ିଆ ବୁଝିପାରୁନ, କାନାଡ଼ାରେ କହିବି। କହିଲି ପରା ହୋଟେଲରେ ପାର୍ଟି ଥିଲା। ହୋଟେଲରେ ଥିଲୁ ନା ପୋଲିସ ଷ୍ଟେସନରେ ଥିଲୁ? ଶେଷରେ ଅପରାଧୀ ଭଳି ଥାନାରେ ବସିଲୁ। ସେ ପୋଲିସ ତତେ ରାତି ସାରା କାହିଁକି ଅଟକେଇଥିଲା? ଦଳ ତମରି ଅଚୋକ୍ୟ ବଳ ପାଇଁ। तो मोबाइल में स्विच अच्छे कौन है इसको? और चुप रहू काहे? राज मुपर पचार से कौन है जी? अम्मा पुआ काली रातिरे थानारे थिला। इंस्पेक्टर चिराग दास झियो को रास्ता रे होजानी करिथिला, जोति पाई राति सारा से ता कटके थिला। अनेक बुझेला परे चलला तालरे तो वो फोट फरुआड़ हिता। ଏ ସବୁ ଚାହବା କେବଳ ତମରି ପାଇଁ ହେଲା। बोल पाई वो तो कहतली खजई बेपार करबा। वो तो कहतली खजई देई गला बेले जदी पुलिस अफसर करे ताल ता झियो को गुंडा लगे होजानी करबो। इंस्पेक्टर तारे ते साहस से पुड़ी एमएलए पुल तो बेखातिर करिबो तारे ते साहस सला केमिति ମତେ ତ ଲାଗୁଛି ଡାଡିଙ୍କ ସାରା ସେ ସବୁ କରୁଛି। ମତେ ଲାଗୁଛି ଡାଡି କହିଦେବ ବୋଲି ମତେ କାଲି ସେ ଥାନାରେ ଅଟକାଇ ରଖିଥିଲା। बहुत गला नहीं सुन राज तू के काम एबे से इंस्पेक्टर छियो को किडनैप करे दरकार नहीं तू के काम कर तू के लक्ष्य कर वर्ड जाउची केतबर जाउची कोर्ट के जाउची केमिति जाउची सीधा ता पर अंतरा कप चढ़ी बस सोनाक्षी तबे माल अडाल अरे वो कोई से छातो जाने तो परिणाम कोन हो बर्बाद होई छ तब को तमे काई कछ तमे कोन भाबुछ तमे केते भद्रस कथा हमें जानी एमएल पद पई केते लोक को जीवन नै जाइछ केते लोक को
ଗୋଟେ ମାଇଚିଆ ତମେ ବାପ ନୁହଁ ଗୋଟେ ଅଯୋଗ୍ୟ ବାପ ରା ମତେ ଅଚ- ହାତ ଛାଡ଼ ହାତ ଛାଡ଼ ଶୁଣ ଆଉ କେବେ ଯଦି ବାପାଙ୍କ ମୁହୂର୍ତ୍ତ ହାତ ଉଠେଇଛୁ ସେଇଦିନ ସାର୍ଟ ପିନ୍ଧିବୁ ସତ ହେଲେ ସବୁଦିନ ପାଇଁ ତୋର ହାତ ଦିଟା ଖାଲି ରହିବ ଭାଇ। मैं लुट गया रे साला मैं तो लुट गया मत मारছি মজা ତୁ ମୋ ପୁଅକୁ କଥା ଉଠେଇଲୁ ମୋ ପୁଅକୁ ମାରିଲୁ ତ ମ୍ୟାଡ଼ାମ ମୋ କଥା ଟିକେ ଶୁଣନ୍ତୁ। ଖାତ ଦେବେ ତ ସାହସ କେମିତି ଦେବେ କାହିଁକି ମାରିବେ କ'ଣ ପାଇଁ ମାରିବୁ ମୋ ପୁଅକୁ ତୋର ଏତେ ସାହସ ସିଏ ମୋ ଡାଡି ମୁଁ ମାରେ ତାଙ୍କ ପଟି ଉପରେ ଚଢିଯାଏ ତତେ କାହିଁ ମାତିଲା ସେ ତ କିଏ କି ମାରିବ କ'ଣ କରିବ ସେଟା ତୋ ଇଚ୍ଛା କିନ୍ତୁ ତୁ ତ କାହିଁ ହାତ ଧରିବେ ଆଚ୍ଛା ଯଦି ମୋ ପୁଅ ଡାଡକୁ ମାରିଲା ତତେ କାହିଁ ବାଜିଲା କ'ଣ ପାଇଁ ବାଜିଲା କ'ଣ କିସ କର କ'ଣ ପାଇଁ ତତେ ବାଜି ଗଲା କ'ଣ କିସ କର କାହିଁକି ମାରି ତାକୁ କ'ଣ କିଏ ସେ ତୋର ସିଏ ମୋ ବାପା। किसी तो नहीं कहो किसी तो कौन कहलु किसी तो ମତେ କହ ମାନେ ସେ ମତେ କହ ମୋ ଡାଡି ତୋର କୋଉ ମାର କହିତା ନାଇଁ ଆପଣ ସେମିତି କୁହନ୍ତୁ ଆଉ କଣ ମାରିଲି ପିଲାଦିନର ମୋର ବାପା ନାହିଁ ବାପା କେମିତିକା ମୁଁ ଦେଖି ସେଥିପାଇଁ ବାପ ବୟସର ଲୋକମାନଙ୍କୁ ଦେଖିଲେ ମତେ ବାପ ଭଳି ଲାଗେ ତା ଛଡ଼ା ଏ ଘରେ ଅନେକ ଦିନ ହେଲା ରହି ଆସିଲିଣି ତ ଭାବୁଙ୍କ ସହିତ ମୋର ଆନ୍ତରିକତା ଟିକେ ବଢ଼ି ଯାଇଛି ଆଉ ରାଜବାବୁ ଯେତେବେଳେ ବଡ଼ ବାବୁଙ୍କ ଉପରୁ ହାତ ଉଠେ ସହିପାରିଲିନି ମା ଜାଣି ନୁହଁ ଅଜାଣତରେ ମୋ ହାତଟା ରାଜବାବୁଙ୍କ ଉପରକୁ ଉଠିନି ମୋର ଭୁଲ ହେଇଯାଇଛି ମା ମତେ ଆପଣ କ୍ଷମା କରି क्षमा ମୁଁ ତତେ ପୁଣି କ୍ଷମା କରିଦେବି ମୋର ସାମ୍ନାରେ ତୁ ମୋ ପୁଅକୁ କାହାତ ଉଠେଇବୁ ମୁଁ ତତେ କ୍ଷମା କରିଦେବି ମୁଁ ତତେ ଭୁଲ ମାରିଲାରେ ତା ଛଡ଼ା ତମେ ତ ତାକୁ ଅନେକ ମାଡ଼ ମାରିଲଣି ଆଉ ସେଇ କଥାଟାକୁ ଧରି ବସିଲେ ଲାଭ କ'ଣ ମିଳିବ କହିବା ତମରି ସାମ୍ନାରେ ଛୋଟ ବେକାରୀ ଚାକରଟା ତମ ପୁଅକୁ କାହାତ ଉଠେଇଲା ଅଥଚ ତମେ ଲାଭ କେତେ ହିସାବ କରୁଛ ମାମା ଲୋ କଥାଟା ଟିକେ ଭିତରେ କି ଚିନ୍ତା କର ଡାଡିକି ମାଇଲେ ଟୋକାକୁ ବାଧୁଛି ଟୋଟାକୁ କହିଲେ ଡାଡିକି ବାଧୁଛି ମତେ ଲାଗୁଛି ଆ ଭିତରେ କିଛି ଗୋଟେ ଖେଳ ଅଛି এটা କରିଦେଇଛନ୍ତି ଏ ପ୍ରଡକ୍ସନ ସେଇଠୁ ଆଇଛି ଜାଣିଛୁ ଇଏ ସୌରଭ ସକ୍ସେନା ନୁହଁ ଇଏ ସୌରଭ ସେକ୍ସ